Hello dear students, welcome to my YouTube channel English in 1 minute. ପିଲାମାନେ ତମମାନଙ୍କ ପାଇଁ ଆଜି ଦୁଇଟି ଛୋଟିଆ ପ୍ରଶ୍ନ ଅଛି। ଛୋଟିଆ ପ୍ରଶ୍ନ ଦୁଇଟି ହେଉଛି ଦିସ୍ ବୁକ୍ ଇଜ୍ ୟୁଜଫୁଲ୍ ଡ୍ୟାସ୍ ଷ୍ଟୁଡେଣ୍ଟସ୍ ଏବଂ ଦ୍ୱିତୀୟ ପ୍ରଶ୍ନଟି ହେଉଛି ଦିସ୍ ବୁକ୍ ଇଜ୍ ୟୁଜଫୁଲ୍ ଡ୍ୟାସ୍ ଲର୍ଣ୍ଣିଂ ଇଂଲିଶ। ଆଉ ଆମକୁ ଏଇ ୟୁଜଫୁଲ୍ ପରେ ଦୁଇଟି ପ୍ରିପୋଜିସନ୍ ୟୁଜ୍ କରିବାକୁ ପଡ଼ିବ। ଗୋଟେ ହେଉଛି ଟୁ ଆଉ ଗୋଟେ ହେଉଛି ଫର୍। ତ ଆମେ କେମିତି ଜାଣିବା ଯେ କେଉଁ ସେଣ୍ଟେନ୍ସରେ କେଉଁ ପ୍ରିପୋଜିସନ୍ ବ୍ୟବହାର କରାଯିବ? ମୁଖ୍ୟ କଥା ହେଲା ୟୁଜଫୁଲ୍ ପରେ ଯଦି କୌଣସି ବ୍ୟକ୍ତି ରହେ ବା କାହା ପାଇଁ ବସ୍ତୁଟି ପଦାର୍ଥଟି ପ୍ରଯୁଜ୍ୟ ବା ଦରକାର, ତ ସେଠି ଆମେ ଯଦି ବ୍ୟକ୍ତି ଥାଏ ତେବେ ୟୁଜଫୁଲ୍ ପରେ ଟୁ ବ୍ୟବହାର କରିବା ଏବଂ ୟୁଜଫୁଲ୍ ପରେ ଯଦି କୌଣସି ଉଦ୍ଦେଶ୍ୟ ଥିବ, ମାନେ ପର୍ପୋଜ୍କୁ ବୁଝାଉଥିବ, କ'ଣ ପାଇଁ, କେଉଁ କାର୍ଯ୍ୟ ପାଇଁ, ତେବେ ସେଠି ଆମେ ୟୁଜଫୁଲ୍ ପରେ ପ୍ରିପୋଜିସନ୍ ଫର୍ ୟୁଜ୍ କରିବା। ତେଣୁ ପ୍ରଥମ ବାକ୍ୟରେ ଅଛି, ପ୍ରଥମ ସେଣ୍ଟେନ୍ସ କହୁଛି ଦିସ୍ ବୁକ୍ ଇଜ୍ ୟୁଜଫୁଲ୍ ଡ୍ୟାସ୍ ଷ୍ଟୁଡେଣ୍ଟସ୍। ତେଣୁ ଷ୍ଟୁଡେଣ୍ଟସ୍ମାନଙ୍କ ପାଇଁ, ତେଣୁ ବ୍ୟକ୍ତିକୁ ବୁଝାଉଛି, ତେଣୁ ୟୁଜଫୁଲ୍ ଟୁ ଲାଗିବ। ଏବଂ ଦ୍ୱିତୀୟ ବାକ୍ୟଟି ହେଉଛି ଦିସ୍ ବୁକ୍ ଇଜ୍ ୟୁଜଫୁଲ୍ ଡ୍ୟାସ୍ ଲର୍ଣ୍ଣିଂ ଇଂଲିଶ। ଏଠି ଉଦ୍ଦେଶ୍ୟ ହେଉଛି ଇଂରାଜୀ ଶିକ୍ଷା, ତେଣୁ ଏଠି ୟୁଜଫୁଲ୍ ପରେ ପ୍ରିପୋଜିସନ୍ ଫର୍ ୟୁଜ୍ କରାଯିବ। ଏଇଭଳି ଛୋଟ ଛୋଟ ଭିଡ଼ିଓ ଦେଖିବା ପାଇଁ ମୋର ଚ୍ୟାନେଲକୁ ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବନି। ଭିଡ଼ିଓଟି ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।